ବର୍ତ୍ତମାନ ଗୃହ ଗଣନା କାର୍ଯ୍ୟ ଚାଲୁ ରହିଛି। ଏଥିରେ ଏନୁମରେଟର ମାନେ ପ୍ରତ୍ୟେକ ଘରକୁ ଯାଇ ଆପଣମାନଙ୍କର ଗୃହ ଗଣନା କରୁଛନ୍ତି। ଆପଣମାନେ ସହଯୋଗ କରନ୍ତୁ। ଦେଖନ୍ତୁ HLB ଆପରେ ଗୃହ ଗଣନା କଲାବେଳେ କିଛି ତ୍ରୁଟି ରହୁଛି ଏବଂ ସେଗୁଡ଼ିକ କିଭଳି ଭାବରେ ସୁଧାରିବେ ତାହା ଦେଖନ୍ତୁ। ଆପଣଙ୍କର HLB ଏରିଆରେ ନେଟୱାର୍କ ନଥିଲେ ସର୍ଭେ କାମ ଚାଲି ରଖନ୍ତୁ। ଯେତେବେଳେ ଆପଣଙ୍କର ନେଟୱାର୍କ ଆସିବ ଯେଉଁ ଜାଗାରେ ସେଇଠି ଆପଣଙ୍କର ସାଇଙ୍କୋନାଇଜ୍ ହେବ। ତେଣୁ ଆପଣଙ୍କର 10-12ଟି ସର୍ଭେ ସାରିଲା ପରେ ପି ସର୍ଭେ ଯାଇ ଚେକ୍ କରନ୍ତୁ ଏବଂ ସାଇଙ୍କୋନାଇଜ୍ କରନ୍ତୁ। ବାଉଳାରେ କିଛି ତଥ୍ୟ ଭୁଲ ଥାଇ ସାଇଙ୍କୋନାଇଜ୍ କଲେ ସୁପରଭାଇଜର ମାନେ ରିମାର୍କସ୍ ଦେଲେ ହିଁ ଏନୁମରେଟର ହିଁ ଏଡିଟ୍ କରିପାରିବେ। ତେଣୁକରି ଆପଣମାନେ ନ୍ୟାସନାଲ ଆପରେ ଆପଣମାନେ ତରବର ହୋଇ ଗରମକୁ ବିରକ୍ତି ହୋଇ ସାଇଙ୍କୋନାଇଜ୍ କରନ୍ତୁ ନାହିଁ। ସାଇଙ୍କୋନାଇଜେସନ୍ କରିବା ପୂର୍ବରୁ ଆପଣ ଥରେ ଭଲ ଭାବରେ ସମରି ଭିୟୁ କରିବା ଦରକାର। ଭଲ ଭାବରେ ଦେଖି ତାପରେ ଆପଣମାନେ ସାଇଙ୍କୋନାଇଜ୍ ସେଭ୍ କରନ୍ତୁ। ମେ ପର୍ଯ୍ୟନ୍ତ ସମୟ ଅଛି। ଆପଣମାନେ ନିଶ୍ଚିନ୍ତରେ ନିର୍ଭୁଲ ଭାବରେ ଏବଂ ଆରାମସରେ ଆପଣମାନେ କାର୍ଯ୍ୟ କରନ୍ତୁ। ଯଦି ଭୁଲରେ ଗୋଟିଏ ସେନ୍ସସ୍ ହାଉସ୍ ନମ୍ବର ବଦଳରେ ଆଉ ଗୋଟିଏ ସେନ୍ସସ୍ ନମ୍ବର ପଡ଼ିଛି ତେବେ ସିଙ୍କୋନାଇଜ୍ କରନ୍ତୁ ନାହିଁ। ପୂର୍ବରୁ ଆପଣମାନେ ସିଙ୍କୋନାଇଜ୍କୁ ଦେଖନ୍ତୁ। ଯଦି ଅଧିକ ନମ୍ବର ପଡ଼ିଛି ଆପଣ ଡିଲିଟ୍ କରିଦିଅନ୍ତୁ। ତାପରେ ଆପଣଙ୍କର ସିରିଏଲ୍ ହାଉସ୍ ଗୁଡ଼ିକ ପୁଣି ପୁନର୍ବାର କରନ୍ତୁ। ଯଦି ଲାଇନ୍ ନମ୍ବର ଓ ସେନ୍ସସ୍ ହାଉସ୍ ନମ୍ବର ଅଲଗା ଆସୁଛି ତାହେଲେ ତୁମେ ସୁପରଭାଇଜରଙ୍କ ସହିତ କଣ୍ଟାକ୍ଟ କରନ୍ତୁ। ସେ ଯାହା ସଜେସନ୍ ଦେବେ ସେହି ଅନୁସାରେ କାର୍ଯ୍ୟ କରନ୍ତୁ। ଆପଣମାନେ ବ୍ୟସ୍ତ ହୋଇ ଭୁଲଭାଲ କରନ୍ତୁ ନାହିଁ। ତେଣୁ ଆପଣମାନେ ସଠିକରେ ଜନଗଣନା କାର୍ଯ୍ୟ କରନ୍ତୁ ଏବଂ ସରକାରଙ୍କୁ ସାହାଯ୍ୟ କରନ୍ତୁ। ଆମର ରାଜସ୍ୱ ବିଭାଗ ତରଫରୁ ସୂଚନା ଅଛି ଯେ ଦିନ 11ଟାରୁ ଦିନ 3ଟା ପର୍ଯ୍ୟନ୍ତ ଆପଣମାନେ ଖରାରେ ଜନଗଣନା କାର୍ଯ୍ୟ କରନ୍ତୁ ନାହିଁ। ଅଧିକ ଖରା ହେଲେ ଆପଣମାନେ ଜନଗଣନା ବନ୍ଦ କରନ୍ତୁ। ଦିନ 11ଟାରୁ 3ଟା ଭିତରେ ହେବନି ଜନଗଣନା। ଗ୍ରୀଷ୍ମ ପ୍ରବାହକୁ ନେଇ ବଦଳିଲା ଜନଗଣନା ସମୟ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ। ତେଣୁ ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବାର ଖବର ଆସୁଛି। ତେଣୁ ଆପଣମାନେ ଦିନ 11ଟାରୁ ଦିନ 3ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ। ଛାଇ ବେଳେ ଯାଇ ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ।